ଭୁବନେଶ୍ୱର ଜାଭିୟର୍ସ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ସଷ୍ଟେନେବିଲିଟି ଜାନୁଆରୀ 15 ତାରିଖରେ ସର୍କୁଲାର ସିନର୍ଜିସ୍ ରିଡିଫାଇନିଂ କନଜମ୍ପସନ୍ ଆଣ୍ଡ ପ୍ରଡକ୍ସନ ଫର ଇନକ୍ଲୁସିଭ ପ୍ରସ୍ପେରିଟି ବିଷୟବସ୍ତୁ ଉପରେ 11ତମ ବାର୍ଷିକ ସଷ୍ଟେନେବିଲିଟି ସମିଟ୍ ଆୟୋଜନ କରିଥିଲେ, ଯାହା ସଷ୍ଟେନେବଲ୍ ଡେଭଲପମେଣ୍ଟ ଗୋଲ୍ସ ଦାୟିତ୍ୱଶୀଳ ଉତ୍ପାଦନ ସହ ସମନ୍ୱୟ ରଖିଥିଲା। ସମ୍ମିଳନୀର ପ୍ରାରମ୍ଭରେ ସ୍କୁଲ ଅଫ୍ ସଷ୍ଟେନେବିଲିଟିର ଡିନ୍ ପ୍ରଫେସର ଡକ୍ଟର ସୁତାପପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସେ ବିଷୟବସ୍ତୁ ଉପସ୍ଥାପନା କରିବା ସହ ବ୍ୟବହାର ଓ ଉତ୍ପାଦନ ଶୈଳୀରେ ବ୍ୟବସ୍ଥିତ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରିଥିଲେ। ଜାଭିୟର୍ସ ବିଶ୍ୱବିଦ୍ୟାଳୟର ଭାଇସ୍ ଚାନ୍ସେଲର ଡକ୍ଟର ଫାଦର କେ.ଏସ୍. କାଶ୍ମୀର ଏସ୍.ଜେ. ଛାତ୍ରମାନଙ୍କୁ ସମ୍ବୋଧିତ କରି କମ୍ ସେବନ କରିବା ଏବଂ ଛାତ୍ରମାନଙ୍କ ଇଚ୍ଛାକୁ ହ୍ରାସ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏସ୍‌ଡିଜି 12 ସମ୍ପର୍କରେ ଛାତ୍ରମାନଙ୍କର ଯେଉଁ ମାନସିକତା ରହିବା ଆବଶ୍ୟକ, ତାହା ସେ ଛାତ୍ରମାନଙ୍କ ସହ ବାଣ୍ଟିଥିଲେ। ସମ୍ମାନିତ ଅତିଥିମାନଙ୍କୁ ମାନପତ୍ର ପ୍ରଦାନ କରିବା ପରେ ସଂକ୍ଷିପ୍ତ ପରିଚୟ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ଅତିଥିମାନଙ୍କୁ ସ୍ମୃତିଚିହ୍ନ ପ୍ରଦାନ କରାଯାଇଥିଲା, ଯାହାପରେ ସମସ୍ତ ବକ୍ତାଙ୍କ ଦ୍ୱାରା ସଂକ୍ଷିପ୍ତ ପରିଚୟାତ୍ମକ ଉଦ୍ବୋଧନ ଦିଆଯାଇଥିଲା। କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା ପରିତ୍ରାଣର ବିଶେଷ ସମିଟ୍ ସଂସ୍କରଣ ମ୍ୟାଗାଜିନ୍‌ର ଉନ୍ମୋଚନ, ଯାହାକୁ ବିଶ୍ୱବିଦ୍ୟାଳୟର ପ୍ରଶାସନ, ଶିକ୍ଷକ ଓ ଅତିଥିମାନଙ୍କ ଦ୍ୱାରା ଉଦ୍ଘାଟିତ କରାଯାଇଥିଲା। ଏହି ଟେକ୍ନିକାଲ ସେସନରେ ଶ୍ରୀ ଠାକୁର ଏସ୍ ଫେରବାନୀ, ଶ୍ରୀ ଜଗଦାନନ୍ଦ ଜେ, ଶ୍ରୀମତୀ ତନୟା ପଟ୍ଟନାୟକ, ଡକ୍ଟର ପ୍ରତ୍ୟୁଷ ପଣ୍ଡା, ଶ୍ରୀ ରଞ୍ଜନ କେ ପଣ୍ଡାଙ୍କ ଉଦ୍ବୋଧନ ସାମିଲ ଥିଲା। ଏହି ଅଧିବେଶନରେ ପୃଥିବୀର ପରିବେଶୀୟ ସୀମା ଉଲ୍ଲଂଘନ, ବିଶ୍ୱ ଆର୍ଥିକ ଓ ପରିବେଶୀୟ ଜୋଖିମ, ମହାନଦୀ ଅଞ୍ଚଳରେ ଜଳ ଅଭାବ, ସମାବେଶୀ ସବୁଜ ଓ ନ୍ୟାୟସଙ୍ଗତ ପରିବର୍ତ୍ତନ, ଉପଭୋକ୍ତାଙ୍କ ମନୋଭାବର ପରିବର୍ତ୍ତନ, ଟିକାଉ ଖରିଦ ପ୍ରକ୍ରିୟା, ସର୍କୁଲାର ଡିଜାଇନ୍, ଅବଞ୍ଜନାରୁ ସମ୍ପଦ ସୃଷ୍ଟି ଏବଂ ପାରିସ୍ଥିତିକ ତନ୍ତ୍ରର ସହନଶୀଳ ପରି ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଭୁବନେଶ୍ୱରରୁ ଏଲିନା ମହାନ୍ତିଙ୍କ ରିପୋର୍ଟ, ଜନଶକ୍ତି ଟିଭି।